କଥାଟା କାନକୁ ବିଶ୍ୱାସ ହେଉନଥିଲେ ମଧ୍ୟ ସତ। କମେଇଲେ 34 କିଲୋରୁ ଅଧିକ, ତା ପୁଣି ପ୍ରପର୍ ଡାଏଟିଂରେ ଏବଂ ପ୍ରପର୍ ୱାର୍କଆଉଟ୍ ମାଧ୍ୟମରେ, ବିନା କାହା ସହାୟତାରେ ନିଜେ ଘରେ ରୋଷେଇ କରି ଖାଇଲେ ଏବଂ ନିଜେ ୱାର୍କଆଉଟ୍ କଲେ, ଯାହାଫଳରେ ପାଖାପାଖି 34 କିଲୋ ଅଧିକ କମେଇଛନ୍ତି। ଏବଂ ସେ ହେଉଛନ୍ତି ଭଦ୍ରକର ପବିତ୍ର ଶୈବପୀଠ ଆରଡ଼ି ଧାମର ସୁଭାଶିଷ ପାଢ଼ୀ। ତେବେ ଆମ ସହିତ କଥା ହେବା, ତାଙ୍କ ସହିତ ଅଛନ୍ତି ସୁଭାଶିଷ। ତେବେ ଓଟିଭିକୁ ପ୍ରଥମେ ସ୍ୱାଗତ କରୁଛି। ତେବେ ବାବାଙ୍କ ପୀଠରେ ଆପଣ ଜନ୍ମଗ୍ରହଣ କରିଛନ୍ତି। ଆପଣ ଆଜି ଯେତେବେଳେ ଆମେ ଛୋଟବେଳୁ ଦେଖିଛୁ ଅନେକ ମୋଟା ଥିଲେ, ହଠାତ୍ ଏଇ ଯେଉଁ ବଡି ବାହାରିଲା, କେମିତି କ'ଣ କଲେ ତାକୁ? ଜୟ ବାବା ଆଖଣ୍ଡଳମଣି। ତ ପ୍ରଥମେ ଯେତେବେଳେ ମୁଁ ଆଜିକି 3 ବର୍ଷ ତଳେ 2021ରେ ମୁଁ ଯେତେବେଳେ ପ୍ରଥମେ ମୋ ନିଜକୁ ମିରରରେ ଦେଖିଥିଲି କି ମୋ ଓଜନ 104 କିଲୋ ହୋଇଯାଇଥିଲା। ଏବଂ ମୁଁ ଯେତେବେଳେ ସାଥିମାନଙ୍କ ସହିତ ଯାଉଥିଲି ବୁଲିବା ପାଇଁ ପୂଜା ପର୍ବରେ, ତ ମୁଁ ଥକି ଯାଉଥିଲି। ତ ଆମେ ଯେକୌଣସି ପୂଜା ପର୍ବ ଯାଆନ୍ତି ତ ଆମକୁ ଚାଲିକି ବୁଲିବାର ଥାଏ। ସାଧାରଣତଃ ଆମେ ଦେଖୁ ବାବା ଆଖଣ୍ଡଳ ପୀଠରେ ଯେଉଁ ବାବା ଯେଉଁମାନେ ସେବାୟତ ଥାଆନ୍ତି, ସମସ୍ତେ ପ୍ରାୟ ମୋଟା ଟିକେ ଥାଆନ୍ତି, ନାଇଁ କି? ପୂଜକ ମାନଙ୍କର ଖାଦ୍ୟ ହିଁ ସେଇଭଳି। ଆପଣ ଜାଣିଥିବେ ଘିଅ, ଛେନା, ଦହି, ଲହୁଣୀ ଏଇସବୁ ଖାଦ୍ୟ ଯୋଉଗୁଡିକ ଦେହ ପାଇଁ ଯେତିକି ଭଲ ଥାଏ, ସେଇଭଳି ଅଧିକ ମାତ୍ରାରେ ଖାଇଲେ ସବୁ ଜିନିଷ ଅଳ୍ପ ମାତ୍ରାରେ କଲେ ଠିକ୍ ଥାଏ। ଯଦି ଆମେ ଅଧିକ ମାତ୍ରାରେ ତାକୁ ୟୁଜ୍ କରିବା ତାହେଲେ ସେଗୁଡ଼ା ଆମ ଦେହ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ। ତ ମୁଁ ସେଇଭଳି ପିଲାଟି ଦିନରୁ ଆରଡ଼ି ପୀଠରେ ବଢ଼ି ଆସିଛି। ତ ସେଠି ସେଇଭଳି ମୁଁ ଦହି, ଛେନା, କ୍ଷୀର, ଲହୁଣୀ ଏଇସବୁ ଜାତୀୟ ଖାଦ୍ୟ ପ୍ରତ୍ୟେକ ଦିନ ଆମ ଖାଦ୍ୟରେ ଥାଏ। ତ ମୁଁ ତାକୁ ସବୁ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ମାତ୍ରାରେ ଖାଏ, ଯାହା ଫଳରେ ମୋ ଓଜନ ବହୁତ ବଢି ଯାଇଥିଲା। ତ ମଝିରେ ସେଇ ଟାଇମରେ କୋଭିଡ ବି ଥିଲା। କେତେ କିଲୋ ଓଜନ ହେଇଥିଲା? ମୋର 104 କେଜି ହୋଇଯାଇଥିଲା ଓଜନ। 104 କିଲୋ? ଆଜ୍ଞା, ଅନିଜି କେତେ ଲାଗେ? 104 କିଲୋ ହେଇଯାଇଥିଲା। ତ ପ୍ରଥମେ ମାସରେ ମୁଁ 8-9 କେଜି ଓଜନ କମେଇ ଦେଇଥିଲି। ତାପରେ ଧୀରେ ଧୀରେ ମୁଁ ସେତେବେଳେ ନଲେଜ ନଥିଲା, ତ ପ୍ରଥମ ମାସରେ ଯେତେବେଳେ ମୁଁ 8-9 କେଜି ଓଜନ କମେଇଥିଲି ତ ମୋତେ ଦୁର୍ବଳତା ଲାଗୁଥିଲା, ଆଉ ୱିକ୍ ଫିଲ୍ ହେଉଥିଲା ବହୁତ। ତ ମୁଁ ଧୀରେ ଧୀରେ ୟୁଟ୍ୟୁବରେ ଭିଡ଼ିଓ ମଧ୍ୟ ଦେଖିଲି, କେମିତି କ'ଣ ଓଜନ କମାଯାଏ, କୋଉଭଳି ହୁଏ, ସେଇଭଳିଆ ଦେଖି ଦେଖି ମୁଁ ନିଜ ଉପରେ ସେଇ ସବୁ ଜିନିଷ ଗୁଡ଼ା ଆପ୍ଲାଏ କଲି। ତ ତାପରେ ମୁଁ ଧୀରେ ଧୀରେ ଓଜନ ଯୋଉଟା 8-9 କେଜି କମଉଥିଲି, ପ୍ରତ୍ୟେକ ମାସ 4-5 କେଜି ଏଇଭଳି ଓଜନ କମେଇଲି। ତାପରେ ମୋର ନିଜେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଅଛି, ଯୋଉଥିରେ ମୁଁ ଭିଡ଼ିଓ ଅପଲୋଡ଼ କରିଚାଲିଲି, ଯୋଉଥିରେ ବର୍ତ୍ତମାନ 1,27,000 ଫଲୋଅର୍ସ ଅଛନ୍ତି। ଆଉ ସେଥିରେ ମୁଁ ଅନଲାଇନ୍ ମଧ୍ୟ ଟ୍ରେନିଂ ଦିଏ ପିଲାଙ୍କୁ, ଯାହାଫଳରେ ମୁଁ 237 ଜଣ ପିଲାଙ୍କୁ ଟ୍ରାନ୍ସଫର୍ମେସନ୍ କରିସାରିଛି। 104 କିଲୋରୁ 70 କିଲୋ, ତ କେତେ ଦିନ ସମୟ ଲାଗିଲା ଆପଣଙ୍କୁ? ମତେ 34 କେଜି ଓଜନ ଲସ୍ କରିବା ପାଇଁ 7-8 ମାସ ଲାଗିଥିଲା। କିନ୍ତୁ ପ୍ରଥମେ ମୁଁ ପ୍ରଥମ 5-6 ମାସ ଭିତରେ ମୁଁ 30 କେଜି ଭଳି ଓଜନ ଲସ୍ କରିସାରିଥିଲି। କିନ୍ତୁ ଲାଷ୍ଟ ଯୋଉ 4 କେଜି ଭଳି ଓଜନ ଲସ୍ କରିବା ପାଇଁ ମତେ ଟିକେ 2-3 ମାସ ସମୟ ଲାଗିଥିଲା, ଯୋଉଟା ସେଥିପାଇଁ ମତେ ଟିକେ ଟାଇମ୍ ଲାଗିଥିଲା। ନହେଲେ ପ୍ରପରଲି ମୁଁ 7-8 ମାସ ଭିତରେ 34 କେଜି ଓଜନ ଲସ୍ କରିସାରିଥିଲି। କୋଭିଡ ସମୟରେ ଘରେ ଥିଲେ, ଓଜନ ବଢିଥିଲା? ହଁ, ସେଥିପାଇଁ ବଢିଥିଲା। କୋଭିଡ ପୂର୍ବରୁ ମୁଁ ଥିଲି, ଓଭରୱେଟ୍ ଥିଲି, ହେଲେ ଏତେ ବି ନଥିଲି। କୋଭିଡ ପୂର୍ବରୁ ମୋ ୱେଟ୍ ସେଇ 94-95 ଆଡ଼େ ଥିଲା। କୋଭିଡରେ ମୋର 10 କେଜି ଭଳି ଓଜନ ବଢି ସାରିଥିଲା, ଯାହାଫଳରେ 94-95 କେଜିଟା 104 କେଜିରେ ପରିଣତ ହୋଇଯାଇଥିଲା। ତେବେ ଆଉ ଗୋଟେ କଥା ହଉଛି, ଯେତେବେଳେ ଆପଣ 104 କିଲୋ ଓଜନ ଥିଲା, ସେତେବେଳେ ଖାଆନ୍ତି କହୁଥିଲେ ମଟନ ଚିକେନ ଖାଉଥିଲେ? ହଁ, ଆମିଷ ତ ଖାଉଥିଲି, ତାପରେ ସହିତ ମୁଁ ବାହାର ଖାଦ୍ୟ ବି ଆଜିକାଲି ପିଲାମାନଙ୍କର ଲାଇଫଷ୍ଟାଇଲ ଜାଣିଥିବେ, ବାହାର ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି। ଚାଉମିନ ହଉ, ପିଜ୍ଜା ହଉ, ବର୍ଗର ହଉ, ଏଗୁଡ଼ା ସବୁ ଆଜିକାଲି କମନ ଖାଦ୍ୟ। ଯୋଉମାନେ ପିଲାମାନେ ବାହାରକୁ ଯାଆନ୍ତି, ଯାହା ପାଟିକୁ ସୁଆଦିଆ ହେଇଥିବାରୁ ସେମାନେ ପ୍ରିଫର କରନ୍ତି ଏଇସବୁ ଖାଦ୍ୟ ଖାଇବା ପାଇଁ। ମୁଁ ବି ସେଇଭଳି ଥିଲି, ମୁଁ ବି ସେଇଭଳି ପ୍ରିଫର କରୁଥିଲି। ମୁଁ କହିବି ଏଇସବୁ ଖାଇବା ଖରାପ ନୁହଁ। ଖରାପ ହେଲେ ମାନେ ମାସକୁ ଥରେ ଦିଥର ଯାଉଛନ୍ତି ବାହାରକୁ ଫ୍ୟାମିଲି ସହିତ, ମାସକୁ ଥରେ କିମ୍ବା 2 ଥର, ମ୍ୟାକ୍ସିମମ୍ 2 ଥର ଖାଇଲେ ଠିକ୍ ଅଛି, କିଛି ପ୍ରୋବ୍ଲେମ୍ ନାହିଁ। ଘର ଲୋକଙ୍କ ସହିତ ଯାଉଛନ୍ତି, ସମୟ ସ୍ପେଣ୍ଡ କରୁଛନ୍ତି, ଖାଇପାରିବେ। କିନ୍ତୁ ଯଦି ଆମେ ସେଇଆକୁ ପ୍ରତ୍ୟେକ ଦିନ, ପ୍ରତ୍ୟେକ ସପ୍ତାହରେ 2-3 ଥର ଯଦି ଆମେ ଆଡ୍ କରିବା, ଯୋଉଟା କି ଆମ ଶରୀର ପ୍ରତି ଭାରି ହାନିକାରକ। କାରଣ ଏଥିରେ କେବଳ ମଇଦା ଆଉ ପାମ୍ ଅଏଲ୍ ଥାଏ, ଯୋଉଟା କି ପାମ୍ ଅଏଲ୍ ବହୁତ ଆମ ଶରୀର ପାଇଁ କ୍ଷତିକାରକ, ମଇଦା ବି ଆମ ଶରୀର ପାଇଁ କ୍ଷତିକାରକ। ତ ଆମେ ମାସକୁ ଥରେ ଅଧେ ଖାଇଲେ ଠିକ୍ ଅଛି। ଯୋଉ ଡାଏଟ୍ କଲେ, ଡାଏଟ୍ରେ ଆପଣଙ୍କୁ ମାନେ କି ଶିଖେଇଲା, ୱାର୍କଆଉଟ୍ କି ଶିଖେଇଲା ନା ସବୁ ନିଜେ ନିଜେ? ନାଇଁ, ପ୍ରଥମେ ମୁଁ ଯେତେବେଳେ ଷ୍ଟାର୍ଟ କରିଥିଲି, ନିଜେ ଷ୍ଟାର୍ଟ କରିଥିଲି। ଯେମିତି ମୁଁ କହିଲି କି ପ୍ରଥମେ ମୁଁ ପୂର୍ବରୁ ବି 2-3 ଥର ଆରମ୍ଭ କରିଛି, କିନ୍ତୁ ସକ୍ସେସ୍ ହୋଇନଥିଲି। ଏଇଭଳି 4-5 ଦିନ କରିଥିବି, ତାପରେ ପୁଣି ଇଚ୍ଛା ହୁଏ ବାହାର ଜିନିଷ ଖାଇବା ପାଇଁ, ମୁଁ ଖାଇଦିଏ, ଏଇଭଳି ପୁଣି ସେଟା ବନ୍ଦ ହେଇଯାଏ, ଛାଡ଼ିଦିଏ। କିନ୍ତୁ ଏଥର ମୁଁ ଟାର୍ଗେଟ୍ ନେଇଥିଲି, ପ୍ରଥମେ ମାସେ କରିବି, ଦେଖିବି କୋଉ ଭଳି ରେଜଲ୍ଟ ମିଳୁଛି, ସେଇ ଅନୁଯାୟୀ କଣ୍ଟିନ୍ୟୁ କରିବି। ସେଇଭଳି ମୁଁ ଆପଣଙ୍କୁ କହିଲି, ପ୍ରଥମ ମାସରେ ମୁଁ 8-9 କେଜି ଯେତେବେଳେ ହ୍ରାସ କରିସାରିଥିଲି, ମୋର କନଫିଡେନ୍ସ ବହୁତ ବଢି ଯାଇଥିଲା। ଡାଏଟ୍ରେ ମୋର ପ୍ରଥମେ ସବୁ ଅଳ୍ପ ତେଲରେ ମୋ ଖାଦ୍ୟ ସବୁ ବନାଏ, ମୁଁ ନିଜେ ବନାଏ। ପ୍ରଥମେ ଯେତେବେଳେ କରୁଥିଲି, ମୋ ଖାଦ୍ୟ ସବୁ ନିଜେ ବନଉଥିଲି, ଅଳ୍ପ ତେଲରେ ଖାଇବା ବନାଏ। ଚିକେନ ହଉ, ମାଛ ହଉ, ଅଣ୍ଡା ହଉ, ମୁଁ ଅଳ୍ପ ତେଲରେ ବନାଏ। ଏଇ ତେଲ ନା ଅଲଗା ତେଲ?
नहीं प्रथम ऑलिव ऑयल यूज करूली आजिकल मु ऑलिव ऑयल यूज करनी नॉर्मली सोरिष तेल भी करुच्ची किंतु प्राय एबे एयर फ्रायर रे आइटम करुच्ची एयर फ्रायर रे रोसई करुच्ची आउ एबे मो मां प्रथम प्रथम जब करुली मु रोसई करुली निजे करुली तो मां को भी ये सब विषय नॉलेज नथिला तो मु जेतले निजे रोसई करुली मां देखुतले कोन से कोन रोसई करुच्ची कोळे रोसई करुच्ची धीरे धीरे सी देखि भी जानले कि से को खाद्य केति तेल रोसई करुच्ची एबे सब खाद्य मो मां मो पई बनौचंती हम खाउ स्पेशल डाइटिंग प्लान अछि कि जो माने अत्यधिक मोटा अछंती ताकि स्पेशल डाइटिंग कि मैंने सका उठले ये मोटर खाइबो कि से बादाम खाइबो कि से मेडिसिन खाइबो मेडिसिन व्यवहार करछंती कि ना ये सब खाद्य आप जहाँ कहते ठीक कहते कि सब खाद्य को समस्ते अफोर्ड करें आप जमी कहले बादाम कहले आलमंड कहले ये सब जिन समस्ते अफोर्ड करें किए लोअर मिडिल क्लास अच्छे किए मिडिल क्लास अच्छे किए हायर क्लास फैमिली अच्छा तो समस्ते तो ये सब अफोर्ड करें बस मुझे गोटे जिन सजेस्ट करी आप प्रत्येक दिन 10,000 ରୁ 12,000 स्टेप्स चलतु ता सहित अध घंटा रू 45 मिनट मिनिमम 45 मिनट प्रत्येक दिन वर्कआउट किंबा जोग वर्कआउट आप घर ही वर्कआउट करेंगे मुझे आपको भिडियो देदेवी आप चाहिए जब देखई पारे जहाँफल प्रत्येक दिन 45 मिनट वर्कआउट करें घर जब करेंगे सी आराम से प्रत्येक मास 3 ରୁ 4 केजी ओजन ह्रास करेंगे जोटा कि हेल्दी हुए जो फल आपंकर किसी शरीर प्रति विपद भी नथिबो आप बहुत भल भाव में आपको ओजन प्रत्येक मास 3 ରୁ 4 केजी लॉस करेंगे 34 किलो ओजन कमिला परे मु देखते छोटे बेले अनेक शार्ट ढिला शार्ट पिंधुले मोटा शार्ट पिंधुले ए बर्तमान केते कंफर्टेबल फील करथुंती एबे तो बहुत कंफर्टेबल फील करछि प्रथम जेतले बहुत मोटा थिली सेतले माने अनकंफर्टेबल लागुतला बाहर जगह को बुलिया पई जाउतली जेतले सांग साथी मान सहित जाउतली मु निजे ही बुली पार नथली माने गोटे जगह को जीबु बुलिया थिबो मु तो 1 किलोमीटर चालले थके जाउतली तो सेमान सहित बुली पार नथली ना तो सेई जो कोनोसी पूजा पर्व हो कि बाहर जगह गले ए सब जिंस मजा नहीं पार नथली फल खांती हाँ फलमूल मुझे डेली खाऊे एवं जमी बर्तमान आप देखुं खरा दिन मो प्रत्येक दिन डाएट रे मोर वाटरमेलन रोचे आउ बानाना रोचे ये सब जिन मोर रोचे बापा माँ केते सहायता करते हाँ बहुत सहायता करते प्रथम प्रथम जो मुझे जानी नी ये सब जिन हठात कि जो प्लान कली जे कि सब जिन छाड़ी अन्य जिन खाइबी डाएट खाद्य खाइबी तो से आम घर खाद्य से भाई नथिला ना तो मुझे ये सब खाइबी से जो प्रत्येक दिन मो यही सब खाद्य आसुला घर को आउ माँ को जना ना मुझे रोसई करुली जो देखुले कौन करते तेल यूज कर सब देखुले जहाँफल आजिकलिकार खाଇବା सी निजे रोसई कर मत आउ पड़ूनी तेबे आपनकर 7 ରୁ 8 मास भीतर जो 34 किलो कमिला परे निजको कंफर्टेबल फील करछंती एबे युवपीढ़ी को कोन कहबे मु कहबी आपण मैंने जो भाई मुझे कहते आउ टे पूर्व कि आप बाहर को जाऊँ सांगसाथी मान सहित आप पार्टी डाकुव पिज्जा खायापी बर्गर खायापी ए सब खातु मास को थे मैक्सिमम 2 थर खातु आउ से सब खाद्य जिते दूरे रे आपण शरीर से भल आउ से सब जिन को आप आभोड करूँ आउ मुझे कहली दिन को 10,000 ରୁ 12,000 स्टेप्स चलतु ता सहित अध घंटा ରୁ 45 मिनट मिनिमम दिन को वर्कआउट करूँ आप निजे देखिए मस भर 3 ରୁ 4 केजी वेट डिफरेन्स आपको हम निश्चित भाव में सुभाषिष जहाँ कहते वर्कआउट दैनंदिन आवश्यकता रही सहित खाद्यर नियंत्रण रही जहाँफल कथाटा अविश्वास लगुता प्रकृत पक्षे आम देखीलु मुझे देखी छोट बड़ू सुभाषिष अनेक मोटा थे बापा माँ सहित जो चलती चली पारती कितु एवं देखिले पूरा माने बॉडी बिल्डर बेले बेले भी अनेक समय गर्व लगे आम अंचल पिलाटी निजे निज प्रचेषार 34 ରୁ 35 किलो कमी युवपीढ़ी से प्रोत्साहन दौर निजर यूट्यूब चैनल माध्यम अनेक युवपीढ़ी ताठू इन्स्पायर होती जहाँफल आगामी दिन में एक सुस्थ समाज किपर गठन हम से व्यापक प्रचेषा कर भद्रक पार्थसारथी नायक ओटीवी।